ତାଙ୍କର ଜ୍ୟେଷ୍ଠ ଭ୍ରାତା ତତ୍ତ୍ୱାବଧାନରେ ଲାଳିତ ପାଳିତ ହୋଇଥିଲେ। ଇଷ୍ଟଦେବୀ ଶାରଳା ଦେବୀଙ୍କ ଆଶୀର୍ବାଦରୁ ସେ ସିଦ୍ଧି ଲାଭ କରିଥିବାରୁ ତାଙ୍କ ନାମ ଶାରଳା ଦାସରେ ପରିଣତ ହୋଇଥିଲା। ଓଡ଼ିଆ ମହାଭାରତ ଗ୍ରନ୍ଥର ସ୍ରଷ୍ଟା ଭାବରେ ଶାରଳା ଦାସ ବହୁ ଖ୍ୟାତି ଅର୍ଜନ କରିଛନ୍ତି। ଏହି ମହାଭାରତ ଗ୍ରନ୍ଥ ପାଇଁ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ସେ ଅପମାନିତ ହୋଇଥିଲେ। ସେ ଶାରଳାଙ୍କ କୃପାରୁ ଏହି ପୁରାଣଟିକୁ ଲେଖିଥିବାରୁ ନିଜ ନାମ ପରିବର୍ତ୍ତେ ଏହି ଗ୍ରନ୍ଥର ସ୍ରଷ୍ଟା ଶାରଳା ଦାସ ବୋଲି ପରିପ୍ରକାଶ କରିଛନ୍ତି। ଏହା ବ୍ୟତୀତ ସେ ଚଣ୍ଡୀ ପୁରାଣ, ବିଲଙ୍କା ରାମାୟଣ, କଳସା ଚୌତିସା, କେଶବ କୋଇଲି ଆଦି ଗ୍ରନ୍ଥମାନ ରଚନା କରି ଓଡ଼ିଆ ମହାକବି ଭାବରେ ପରିଚୟ ଲାଭ କରିଛନ୍ତି। ବନ୍ଧୁ, ଏହି ବିଷୟଟି କିପରି ଲାଗିଲା ନିଶ୍ଚିନ୍ତ ମତାମତ ଦେବେ। ଆଉ କୌଣସି ବିଷୟରେ ଜାଣିବାକୁ ଚାହୁଁଥିଲେ ନିଶ୍ଚିନ୍ତ କମେଣ୍ଟ ବକ୍ସରେ ଦେବେ।